ପ୍ରଧାନମନ୍ତ୍ରୀ ଆବାସ ଘରଟା ବର୍ତ୍ତମାନ ସୁଦ୍ଧା ଅନଲାଇନ୍ ଚାଲୁଛେ ଆଉ ଯେତେବେଳେ ଅନଲାଇନ୍ଟା ସରିଯିବା ସର୍ଭେ କରି ଆସିବେ। ସର୍ଭେ କରି ସାରିଲା ପରେ ଯେତେବେଳେ ଆପ୍ରୁଭ୍ ହେବା, ଆପ୍ରୁଭ୍ ହେଇ ସାରିଲା ପରେ ଯେନ୍ ୱାର୍କର୍ଟା ମିଲ୍ସି, ଆଗେ ଯେନ୍ଟା ବ୍ଲକ୍ରେ ମିଳୁଥିଲା ସେଟା ଅନଲାଇନ୍ ଡାଉନଲୋଡ଼୍ କରି ଅଛି। ୱାର୍କର୍ଟା କେନ୍ତା କରି ଡାଉନଲୋଡ଼୍ କରିବ ସେ ବିଷୟରେ ଜାଣମା। ସେଥିରେ ଆମ ଚ୍ୟାନେଲ୍କେ ନୂଆ ଦେଖୁଛ ବୋଲେ ସବସ୍କ୍ରାଇବ୍ କର, ଭିଡ଼ିଓକେ ଲାଇକ୍ ସେୟାର କରବାଟା नहीं भूलबा। ଦେଖୁନ୍ ଯେତେବେଳେ ଘରଟା ଆପ୍ରୁଭ୍ ହେଇଯିବା, ଆପ୍ରୁଭ୍ ହେଇ ସାରିଲା ପରେ ୱାର୍କର୍ଟା ନିଜର ମୋବାଇଲରେ କେନ୍ତା କରି ଡାଉନଲୋଡ଼୍ କରିବ ନିଜର ୱାର୍କର୍ଟା ସେ ବିଷୟରେ ଜାଣମା। ସେଥିଲାଗି ପହଲା ତ ଗୁଗଲ୍ରେ ସର୍ଚ୍ଚ କରବ, ଯେନ୍ଟାକି rhodisa.gov.in ସର୍ଚ୍ଚ କରି ପକାବ। ସର୍ଚ୍ଚ କଲା ପରେ ଇ ପେଜ୍କେ ଆସିଯିବ। ଇ ଲିଙ୍କଟା ଭିଡ଼ିଓ ଡିସ୍କ୍ରିପ୍ସନ୍ରେ ଦେଇଦେମି, ସେନେ ଯାଇକରି ପେଜ୍କେ ଆସିଯିବ। ପେଜ୍କେ ଆସିଲା ପରେ ତଲକେ ଟିକେ ପଲେଇ ଆସିବ। ତଲକେ ଆସିଲା ପରେ ପ୍ରକାର ଡ୍ୟାସବୋର୍ଡ଼ ମାନେ ଦେଖାବା। ତାପରେ ଇନେ ଅପସନ୍ ରହିବା, ଯେନ୍ଟାକି ଗୃହର କାର୍ଯ୍ୟାଦେଶ ବୋଲିକରି ଅପସନ୍ଟେ ରହୁଛେ, ତାର ଉପରେ କ୍ଲିକ୍ କରବ। ତାର ଉପରେ ଯେତେବେଳେ କ୍ଲିକ୍ କରଛ ଏ ପ୍ରକାର ଗୃହର କାର୍ଯ୍ୟାଦେଶ ବୋଲିକରି ଅପସନ୍ଟା ଆସିଯିବା। ଇନେ ଦେଖିପାରୁଥିବ ଆଧାର ନମ୍ବର ଦିଅନ୍ତୁ ବୋଲିକରି ଅପସନ୍ଟେ ରହୁଛେ। ଯାର ନାଁରେ ଯେନ୍ଟାକି ପ୍ରଧାନମନ୍ତ୍ରୀ ଆବାସ ଘରଟା ଅନଲାଇନ୍ କରଛ ତାଙ୍କର ଆଧାର ନମ୍ବରଟା ଇନେ ଫିଲ୍ଅପ୍ କରବାକୁ ପଡ଼ବା। ଯେହେତୁ ଆଧାର ନମ୍ବରରେ ଏକା ଘରର ୱାର୍କର୍ଟା ଡାଉନଲୋଡ଼୍ କରି ହେବା। ଯାର ନାଁରେ ଆପ୍ଲାଏ କରିଥିବ ପ୍ରଧାନମନ୍ତ୍ରୀ ଆବାସ ଘର ତାଙ୍କର ଆଧାର ନମ୍ବରଟା ଇନେ ଫିଲ୍ଅପ୍ କରବ। ଯେତେବେଳେ ଫିଲ୍ଅପ୍ କରି ସାରବ ଇନେ ଭ୍ୟୁ ବୋଲିକରି ଅପସନ୍ଟେ ରହୁଛେ, ଭ୍ୟୁ ଉପରେ କ୍ଲିକ୍ କରବ। ଯେତେବେଳେ ଭ୍ୟୁ ଉପରେ କ୍ଲିକ୍ ଅଛେ ଏ ପ୍ରକାର ସବୁ ଡ୍ୟାସବୋର୍ଡ଼ଟା ଦେଖାବା। ଇନେ ନିଜର ନାଁ ଗାଁ ସବୁ ଦେଖାବା। ତାପରେ ତଲକେ ଆସିଲା ପରେ ଏ ପ୍ରକାର ସବୁ ଡ୍ୟାସବୋର୍ଡ଼ଟା ଦେଖାବା। ଇନେ ଦେଖିପାରୁଥିବ ସୂଚନାରେ କାଣା ଲେଖୁଛେ, ଯେନ୍ଟା ଗୃହ ନିର୍ମାଣ କାର୍ଯ୍ୟ ମନରେଗା ଯୋଜନାରେ ଦିନକେ ଯେନ୍ଟାକି 237 ଟଙ୍କା ହିସାବରେ 95 ଦିନର ଯେନ୍ଟାକି ମିଲ୍ସି। ଆଉ ଇନେ ଦେଖିପାରୁଥିବ 4 ମାସ ଭିତରେ ଯେନ୍ଟାକି ଘରଟା କମ୍ପ୍ଲିଟ୍ କରିଦେଉଛ ବୋଲେ 20,000 ଟଙ୍କା ଅଫର୍ ମିଲ୍ବା। ତାପରେ 6 ମାସ ଭିତରେ ଯଦି ଘରଟା କମ୍ପ୍ଲିଟ୍ କରୁଛ ବୋଲେ 10,000 ଟଙ୍କା ଅଫର୍ ମିଲ୍ବା। ଇ ପ୍ରକାରେ ନିଜର ୱାର୍କର୍ଟା ଚେକ୍ କରିପାରବ। ଆଉ ଇନେ ଅପସନ୍ଟା ରହିବା, ଯେନ୍ଟାକି ଡାଉନଲୋଡ଼୍ ଅପସନ୍ ବୋଲିକରି ରହିବା। ନିଜର ୱାର୍କର୍କେ ସେନେ ଡାଉନଲୋଡ଼୍ କରିପାରବ। ଇ ପ୍ରକାରେ ଯେତେବେଳେ ଘରଟା ଆପ୍ରୁଭ୍ ହେଇଯିବା, ପ୍ରଧାନମନ୍ତ୍ରୀ ଆବାସ ଘର ଯାର ନାଁରେ ଆପ୍ଲାଏ କରିଥିବ ଘର ଆପ୍ରୁଭ୍ ହେଇ ସାରିଲା ପରେ ନିଜର ଘରର ୱାର୍କର୍ଟା ମୋବାଇଲ ସାହାଯ୍ୟରେ ଏକା ଡାଉନଲୋଡ଼୍ କରିପାରବ। ସେଥିଲାଗି ବ୍ଲକ୍କେ ଆଉ ଯିବାକେ ନି ପଡ଼େନା। ନିଜର ମୋବାଇଲ ସାହାଯ୍ୟରେ ଇ ପ୍ରକାରେ ୱାର୍କର୍କେ ଡାଉନଲୋଡ଼୍ କରିକି ରଖିପାରବ। ଭିଡ଼ିଓକେ ସେୟାର କର, ଚ୍ୟାନେଲ୍କେ ସବସ୍କ୍ରାଇବ୍ କରବାଟା ନି ଭୁଲବ। ଇ ପ୍ରକାର ଅପଡ଼େଟ୍ ଆମର ଚ୍ୟାନେଲ୍ରେ ସବୁବେଲେ ମିଲୁଥିବା।